ସମସ୍ତଙ୍କୁ ନମସ୍କାର। ପିଲାମାନେ, ଆଜି ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଯେଉଁ କଥା ମୋ ଜୀବନ ପାଇଁ, ମୋ ପାଖ ପଡ଼ିଶାରେ ଥିବା ଅନେକ ବନ୍ଧୁବାନ୍ଧବଙ୍କ ପରିବାରର ପିଲା ଛୁଆଙ୍କ ପାଇଁ ଏବଂ ବିଶେଷ ଭାବରେ କିଛି ଅନୁଭବ କରିଥିବାର କଥା କିଛି କହିବାକୁ ଚାହୁଁଛି। ପିଲାମାନେ, ଆମେ ସମସ୍ତେ ଜାଣିଛେ ଆମେ ଆଜି ନହେଲେ କାଲି ନିଶ୍ଚୟ ଜଣେ ଭଲ ମଣିଷ ହେବା। ହେଲେ ଭଲ ମଣିଷ ହେବା ପାଇଁ ଆମର ଅନେକ ଲକ୍ଷ୍ୟ ବି ରହିଛି। ସମସ୍ତେ କହିପାରନ୍ତି ଯେ ମୁଁ ଡାକ୍ତର ହେବି, କିଏ କହିପାରେ ମୁଁ ଇଞ୍ଜିନିୟର ହେବି, କିଏ ମୁଁ ବ୍ୟାଙ୍କ ଅଫିସର ହେବି, କିଏ କହିବ ମୁଁ IAS ଅଫିସର ହେବି। ବିଭିନ୍ନ ଲକ୍ଷ୍ୟ ରହିଛି। ହେଲେ ପିଲାମାନେ, ଗୋଟେ ସତ କଥା ମୁଁ ଆପଣମାନଙ୍କୁ କହିବି ଯେ କିଏ କ'ଣ ହେବ ତାହା ଭାଗ୍ୟର କଥା। ଲକ୍ଷ୍ୟ ତ ନିଶ୍ଚିନ୍ତ ରହିବ, ଆଉ ଲକ୍ଷ୍ୟ ହିଁ ଅନେକ ସମୟରେ ସଫଳତାର ମାପକାଠି। ତେବେ ପିଲାମାନେ, ଆଜି ଏମିତି ଏକ ଜିନିଷ ମୁଁ କହିବାକୁ ଚାହୁଁଛି ଯାହା ଆମ ପାଇଁ ଏକ ନୂଆ ସ୍ୱପ୍ନ ହେବ, ନୂଆ ଭବିଷ୍ୟତ ଗଠନ କରିବ। ଏଥିପାଇଁ ପିଲାମାନଙ୍କୁ ମୋର ଗୋଟିଏ ଛୋଟ ଅନୁରୋଧ ରହିବ ଯେ ପିଲାମାନେ, ଆମେ ସତରେ କ'ଣ ଭଲ ମଣିଷ ହେବା? ଏହି ପ୍ରଶ୍ନ ଯଦି ଆମେ ପଚାରିଛେ, ତାହେଲେ ଗୋଟିଏ କଥାକୁ ଅନୁଭବ କରିବା ଯେ ଆମେ ଭଲ ପିଲା ହେବା ପାଇଁ ଚେଷ୍ଟା କରୁଛେ ତ? ପିଲାମାନେ, ସମସ୍ତେ ବାପା ମାଆଙ୍କୁ ଆଦର୍ଶ ବୋଲି ମନେ କରନ୍ତି। ମୁଁ ବି ମୋର ବାପା ମାଆଙ୍କୁ ବହୁତ ଆଦର୍ଶ ହିସାବରେ ଗ୍ରହଣ କରେ। ଭାବୁଛି ସମସ୍ତ ପିଲାମାନେ ନିଜ ବାପା ମାଆଙ୍କୁ ନିଜର ଗୁରୁ ଏବଂ ଦେବତା ହିସାବରେ ଗ୍ରହଣ କରୁଥିବେ। ପିଲାମାନେ, ଆପଣମାନଙ୍କର ଲକ୍ଷ୍ୟ କ'ଣ ରହିଛି ତା ଭିନ୍ନ କଥା, କିନ୍ତୁ ମୁଁ ଜାଣେ ଆମେ ଆସନ୍ତାକାଲି ନିଶ୍ଚିନ୍ତ କିଛି କରୁ ବା ନ କରୁ ଜଣେ ବାପା ହେବା, ଜଣେ ମା ହେବା। ଏଇ ବାପା ମା ହେବା ପାଇଁ ଗୋଟେ ବଡ଼ ସ୍ୱପ୍ନ ଦରକାର, ବଡ଼ ତ୍ୟାଗ ଦରକାର। ସେ ତ୍ୟାଗ କ'ଣ, ସେ ଶକ୍ତି କ'ଣ, ସେ ସାମର୍ଥ୍ୟ କ'ଣ, ଏହା ପିଲାମାନେ ଆଜିଠାରୁ ବୁଝିବାକୁ ପଡ଼ିବ। କହିବାର ଅର୍ଥ ହେଲା ଯେ ପିଲାମାନେ, ଆମେ ଯେତେବେଳେ ଛୋଟ ପିଲା ଥାଉ ସେତେବେଳେ ମାମୁଁ ଘରକୁ ଯିବା ପାଇଁ ଚେଷ୍ଟା କରୁ। ଆମେ ଯେତେବେଳେ କୈଶୋର ବୟସ ହଉ ସେତେବେଳେ ସାଙ୍ଗସାଥିକୁ ବେଶୀ ଭଲ ପାଉ। ଯେତେବେଳେ ଯୁବକ ହେଇଯାଉ, ବାହା ହେଇଯାଉ, ଶାଶୁ ଶ୍ୱଶୁର ଘର ହେଇଯାଉ, ଏବଂ ଯେତେବେଳେ ବୃଦ୍ଧ ହେଇଯାଉ ସେତେବେଳେ ଝିଅ ଘରକୁ ଯିବା ପାଇଁ ଇଚ୍ଛା ହୋଇଥାଏ। ଏକ ଚଳନ୍ତି କଥା ପିଲାମାନେ, ପ୍ରତିଟି ପରିବାର ନିଶ୍ଚିନ୍ତ ଏସବୁ ଅନୁଭବ କରୁଥିବେ ମଧ୍ୟ। ତ ପିଲାମାନେ, ସବୁଠୁ ବଡ଼ ଜିନିଷ ହେଲା ଏ ଯେଉଁ କିଶୋର ବୟସ, ସାଙ୍ଗ କିଏ, ସାଥୀ କିଏ, କାହା ସହିତ ଆମେ କଥା ହେବା, କାହା ସହିତ ଆମେ ଆଲୋଚନା କରିବା, ଏସବୁ ଜିନିଷକୁ ଆମେ ନିର୍ଣ୍ଣୟ କରିବାକୁ ପଡ଼ିବ। ପିଲାମାନେ, ମୁଁ ଏଠି ଗୋଟେ ଛୋଟ କଥାଟି ଆପଣଙ୍କୁ କହିବାକୁ ମନେ ପକାଇବାକୁ ଚାହୁଁଛି। ଆମର ପଡ଼ିଆବଲି ନିକଟସ୍ଥ ପ୍ରଧାନପଲ୍ଲୀ ହାଇସ୍କୁଲର ଏକ ସୁବର୍ଣ୍ଣ ଜୟନ୍ତୀ ସ୍କୁଲର ପାଳନ କରାଯାଉଥାଏ। ଏହି ପାଳନ ସମୟରେ ଆମେ ଛାତ୍ରଛାତ୍ରୀଙ୍କର ଅଭିନବ ପ୍ରତିଭା ସମ୍ପର୍କରେ ଏକ କାର୍ଯ୍ୟକ୍ରମ ରଖିଥିଲୁ। ସେତେବେଳେ ଜଣେ ଭଉଣୀ ଗୋଟେ ଗପ ଲେଖିଥିଲେ, ଆଉ ଗପର କିଛିଟା ଶବ୍ଦ ମୁଁ ଆପଣମାନଙ୍କୁ ଏଥିପାଇଁ ଜଣାଇବାକୁ ଚାହୁଁଛି। ସେ ଗପରେ ଲେଖିଥିଲେ ଯେ ମୋତେ ସାଙ୍ଗସାଥିମାନଙ୍କ ସହିତ ରାତିରେ ବୁଲିବାକୁ ବହୁତ ଭଲ ଲାଗେ, କିନ୍ତୁ ଯେତେବେଳେ ମୁଁ ଘରକୁ ଚାଲି ଆସି ମୁଁ ବିଛଣାରେ ଶୋଇପଡ଼େ, ମୋତେ କାହିଁକି ରାତିରେ ବୁଲିଲି ବୋଲି ଭାରି କଷ୍ଟ ଲାଗେ। ପିଲାମାନେ, ଏଇଠୁ ବୁଝୁଥିବ ଯେ ଆମେ କେଉଁ ବୟସରେ ଏବଂ କେତେବେଳେ କେଉଁଠିକି ଯିବା ତାହା ଭିନ୍ନ କଥା, କିନ୍ତୁ ସେ ଝିଅର ମନରେ କ'ଣ ସେ ଦେଖିଲା ଯେ ତାକୁ କଷ୍ଟ ଲାଗିଲା। କଷ୍ଟ ଏହା ପିଲାମାନେ, ଯେ 14ରୁ 20 ବର୍ଷ ଆମ ପାଇଁ ଏକ କଠିନ ବୟସ। ଏହି ବୟସକୁ ମାପଦଣ୍ଡରେ ଯଦି ରଖି ପିତାମାତାଙ୍କର କଥା ଶୁଣି, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କଥା ଶୁଣି, ଆମର ଅଭିଭାବକମାନଙ୍କ କଥା ଶୁଣି, ବା ଗାଁର ଯେ ବି ପଡ଼ୋଶୀ ଅଛନ୍ତି, ଯେଉଁ ବନ୍ଧୁବାନ୍ଧବ ଆମକୁ ଯାହା ବି ମନା କରୁଛନ୍ତି ତାକୁ ଯଦି ଗ୍ରହଣ କରିନେବା,
आमे निश्चिंत आगामी दिन में विशिष्ट सफल नागरिकटे हो पार देशर भविष्य आम एक कर्णधार हो पार यह नुहे सरकार आम कि करती सरकार को आम कि देखी पार यही संकल्प हूँ 14 ରୁ 20 वर्ष पिला माने इस बयस हूँ पिछला बयस केते खसी जीवार बयस जदि या आम ठीक मानिले ताहले आम मानव समाज गोटे इतिहास हो आम ठीक समय ठीक व्यवहार कर पारा ना ताहले आम दुर्बल हो पिला माने कहबार अर्थ कहबार तात्पर्य है यही बयस आम पे बहुत एक कठिन बयस यही बयस निर्णय करने को पड़े आमर भाग्य भविष्य कथा आम भाग्य भविष्य को चिंता करवा एवं ये जो बयस को आम मापदंडे नहीं जदि 20 वर्ष अतिक्रम करगला ताहले कौन सी घटना दुर्घटना आम शिकार हवा ना तेणु पिला माने स्कूल कॉलेज ये सब हमको नॉलेज पढ़ेबार समय किंतु सेठी जदि आम सांगसाथी मान सहित स्कूल को कॉलेज को जे बाहर को बुलवा बाहर किसी करवा एवं जहाँ आमको देखा भल लगे ना से सामिल हो ताले भविष्य नष्ट हो पिला माने यही समय को आम ध्यान दबा एवं सबुठ एक बड़ जिनस कहवाक चाहूँगी बोधवे आगामी 2035 बेल को अनेक पुरुष महिला निसंतान हो जबार संभावना आशंका भी रोचे पिला माने समस्ते जानिबा दरकार आम जहाँ खाद्य खाऊ ता रस रक्त मांस मज्जा अस्थि एवं शुक्राणु डिंबाणु से तैयारी हुए पुष्टिकर खाद्य दिन को दिन आमको छड़े नहीं जाऊँगी घर खाद्य आम ठू दूरे नहीं जाऊँगी घर खाद्य को आम खावा पसंद करूना हेले राज्य सरकार कथा कहतु केंद्र सरकार कथा कहतु सब से स्वास्थ्य विभाग समस्ते सब क्षेत्र में गोटे चली जे संतान जन्मर 6 मास केवल माँ क्षीर 6 मासरू 3 वर्ष केवल घर खाद्य यही सब सत्य मत पिला माने आमे चिंता करने कथा जे एत सब जिनस हो घरे खाद्य खाए कहुच्छी किंतु फास्ट फूड पिज्जा पिज्जा पाई आमे बहुत मन बढ़ई यह आम स्वास्थ्य उपकारी नुहे यह भी जानवा दरकार पिला माने आमर खाद्य आम शारीरिक मानसिक और बौद्धिक विचार क्षेत्र में एक काम करें तेणु मोर छोट अनुरोध पिला माने यह ग्रहण करेंगे एवं आगामी दिन भारतर जन सुनागरिक हिसाब से गाँव सम्मान रखापी परिवार सम्मान रखापी सम्मान रखापी एवं निजर व्यक्तिगत संपर्क को सुदृढ़ करने समृद्ध करने आस आज आम संकल्प नवा 14 ରୁ 20 वर्ष को आम एक कठोर एवं भाग्यशाली परिचय हिसाब से ग्रहण करवा एवं केउठी बसिबा केउठी खाइबा कौन करवा कौन न करवा यह को आम हृदय भितर साइत रखी आम आगामी भारत वर्ष जन सुनागरिक हबार संकल्प नवा। जय भारत, जय हिंदुस्तान, जय भारत, नमस्कार।